नमस्कार। हरे कृष्णा ସମସ୍ତଙ୍କୁ ପ୍ରଣାମ। ଆଜି ଶ୍ଲୋକ ଉପାଦାଙ୍କର ଶ୍ରୀମଦ୍ ଭଗବତ ଗୀତା ଉପରେ ଗତ ସପ୍ତାହ ଯେଉଁ ପ୍ରବଚନଟି ହେଇଥିଲା ତାର କଣ୍ଟିନ୍ୟୁଏସନରେ ଆମେ କରିବା। ଆଜି ଶୁଣିବା 13 ମିନିଟ ପର୍ଯ୍ୟନ୍ତ ଗତ ଥର ଆମେ ଶୁଣିଥିଲେ। ତା ଆଗକୁ Now, master obviously one said, but when he begins to walk independently, then he doesn't require any help. Similarly, to learn this art, whether I am acting on the spiritual platform or on the material platform, you require a spiritual master, guide. And this is called Bija, or the second birth. When you catch hold of the bona fide spiritual master just to guide you to act on the spiritual platform, this you require. Similarly, to learn this art, ତ ଏଇଠାରେ ଆମେ ଅଛେ। ତ ସେଇପରି ଭାବରେ ଆମେ ଏଇ କଳାଟିକୁ ଶିଖିବା ନିମିତ୍ତ whether I am acting on the spiritual platform or on the material platform, ମୁଁ ଆଧ୍ୟାତ୍ମିକ ସ୍ତରରେ କାର୍ଯ୍ୟ କରୁଛି କି ଭୌତିକ ସ୍ତରରେ କାର୍ଯ୍ୟ କରୁଛି, you require a spiritual master. ତୁମକୁ ନିଶ୍ଚିତ ଭାବରେ ଗୋଟିଏ ଗୁରୁଙ୍କର ବା ଗାଇଡଙ୍କର ଦରକାର ରହିଛି। Guide. And this is called Bija, or the second birth. ଆଉ ତାକୁ ହିଁ ଦ୍ୱିଜ କୁହାଯାଏ ବା ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। When you catch hold of the bona fide spiritual master, ଯେତେବେଳେ ଆମେ ପ୍ରାମାଣିକ ଗୁରୁଙ୍କୁ ଦୃଢ ଭାବେ ଧରିବା, just to guide you to act on the spiritual platform, କେବଳ ମାତ୍ର ଆପଣଙ୍କୁ ଗାଇଡ କରିବା ପାଇଁ, ଆଧ୍ୟାତ୍ମିକ ସ୍ତରରେ ଗାଇଡ କରିବା ପାଇଁ, then your second life begins. ତାହେଲେ ଆମର ଦ୍ୱିତୀୟ ଜନ୍ମ ସେତେବେଳେ ଆରମ୍ଭ ହେଇଯିବ। It is called Dija. ତାହାକୁ ଦ୍ୱିଜ କୁହାଯାଏ। So this life is so important that one must begin it. ତ ଏଇ ଜନ୍ମଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆମକୁ ନିଶ୍ଚିତ ଭାବରେ ଆରମ୍ଭ କରିଦେବାକୁ ହବ। One must begin. There is no alternative. ଆମକୁ ନିଶ୍ଚିତ ଭାବେ ଆରମ୍ଭ କରିବାକୁ ପଡିବ, ତାର ଆଉ କୌଣସି ପନ୍ଥା ନାହିଁ। If a man is intelligent enough, if at all he wants to make his life successful, ଯଦି ଗୋଟିଏ ମନୁଷ୍ୟ ବହୁତ ବୁଦ୍ଧିମାନ ଅଟନ୍ତି ଆଉ ସେ ଯେ ତାଙ୍କ ଜୀବନକୁ ସଫଳ କରିବାକୁ ଚାହାନ୍ତି, this must he do. That is the injunction of the Vedas. The Vedas ଆଉ ତାହା ନିଶ୍ଚିତ ଭାବେ ତାଙ୍କୁ କରିବାକୁ ପଡିବ। ଏଇଟା ହେଲା ବେଦର ନିର୍ଦ୍ଦେଶ। says, tad vijnanatham sa gurumeva avigachet. ତ ବେଦ ଅନୁସାରେ ଏଇ ଶ୍ଲୋକଟି କୁହାଯାଉଛି, ତଦ୍ବିଜ୍ଞାନାର୍ଥମ ସବ୍ ଗୁରୁମେବ ଅଭିଗଚ୍ଛେତ୍। This avigachet is the form of verb which is imperative. You must. ଏଇ ଅଭିଗଚ୍ଛେତଟା କ୍ରିୟାକୁ ବୁଝଉଛି, ଯାହାର ଅର୍ଥ ହେଲା ଯେ ତୁମେ ନିଶ୍ଚିତ ଭାବରେ। Gachet, this form of verb is used when the sense is you must. ତ ଏଇ ରୂପରେ କ୍ରିୟାକୁ ବ୍ୟବହାର କରାଯାଏ ଯେତେବେଳେ ଆମକୁ ଏହା ବୁଝିବାକୁ ହେବ ଯେ ନିଶ୍ଚିତ ଭାବରେ ତୁମକୁ। So the Vedic Upanishad directs that tadvijnanatham,
in order to be situated ଆଉ ବୈଦିକ ଉପନିଷଦ ମାନଙ୍କରେ ଏଇ ତଦ୍ ବିଜ୍ଞାନାର୍ଥମକୁ ଆମକୁ ପ୍ରେରଣ କରୁଛି। or in order to learn ତ ଆମକୁ ସ୍ଥିତ କରାଇବା ପାଇଁ ବା ଆମକୁ ଶିଖେଇବା ପାଇଁ how to act on the spiritual platform, କିପରି ଭାବରେ ଆମେ ଆଧ୍ୟାତ୍ମିକ ସ୍ତରରେ କାର୍ଯ୍ୟ କରିବା, you must seek out a bona fide spiritual master who can guide. ତୁମକୁ ନିଶ୍ଚିତ ଭାବରେ ଜଣେ ପ୍ରାମାଣିକ ଗୁରୁଙ୍କର ଦରକାର ରହିଛି ଯିଏ ଆମର ପଥ ପ୍ରଦର୍ଶନ କରିବେ। So Krishna, Arjuna has selected Krishna as the spiritual master. ତ ସେଥିପାଇଁ ଅର୍ଜୁନ କୃଷ୍ଣଙ୍କୁ ଚୟନ କରିଛନ୍ତି ତାଙ୍କର ଆଧ୍ୟାତ୍ମିକ ଗୁରୁ ରୂପରେ। We have already explained that Krishna, Arjuna surrendered unto Arjuna. ଆମେ ଏ ବିଷୟରେ ଆଲୋଚନା କରିସାରିଛେ ଯେ ଅର୍ଜୁନ କିପରି ଭାବରେ କୃଷ୍ଣଙ୍କ ପାଖେ ଶରଣାଗତ ହେଇଛନ୍ତି। And Narad says that even after, I mean to say, neglecting, ଆଉ ନାରଦ ମୁନି କହୁଛନ୍ତି ଯେ ସେ ନେଗ୍ଲେକ୍ଟ କରିବା ସତ୍ତ୍ୱେ Tattva sadharmam charanambujam hare. Now, Narad says that if somebody ତ ନାରଦ କହୁଛନ୍ତି ଅବହେଳା କରିବା ସତ୍ତ୍ୱେ ତତ୍ତ୍ୱ ସଧର୍ମମ୍ ଚରଣାମ୍ବୁଜ ହରେ, neglects all other duty, ତ ନାରଦ ମୁନି କହୁଛନ୍ତି ଯଦି ଜଣେ ସମସ୍ତ କିଛି କାର୍ଯ୍ୟକୁ ତାର ଅବହେଳା କରେ, ତାର ସମସ୍ତ କିଛି ଦାୟିତ୍ୱକୁ ଅବହେଳା କରେ, tattva sadharmam. Sadharmam means every particular man has got some particular form of duty. ତ ସଧର୍ମ କହିଲେ ତଥା ସଧର୍ମ, ସଧର୍ମ କହିଲେ ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଦାୟିତ୍ୱ ରହିଛି। Every particular man. You have got some duty, I have got some duty. Everyone, nobody is duty-less. ତ ପ୍ରତ୍ୟେକ ଲୋକର କିଛି ନା କିଛି କର୍ତ୍ତବ୍ୟ ରହିଛି, ଆପଣଙ୍କର ବି ରହିଛି, ମୋର ବି ରହିଛି, ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି, କେହି ବି କର୍ତ୍ତବ୍ୟରୁ ଶୂନ୍ୟ ହେଇପାରିବେ ନାହିଁ। Now, Narad says, even sacrificing the so-called duties, if one takes absolutely unto the spiritual life, ତ ନାରଦ ମୁନି କହୁଛନ୍ତି ଜଣେ ଯଦି ତାର ତଥାକଥିତ କର୍ତ୍ତବ୍ୟ ଗୁଡ଼ିକୁ ତ୍ୟାଗ କରି ଯଦି ସମ୍ପୂର୍ଣ୍ଣ ରୂପେ ସେ ଆଧ୍ୟାତ୍ମିକ ଜୀବନକୁ ବହନ କରେ, ଗ୍ରହଣ କରେ, then he is not loser. ତାହେଲେ ସେ କେବେ ବି ହାରି ନଥାଏ। He is not loser. On the contrary, one who does not take up this important task, ତ ସେ କେବେ ବି ହାରି ନଥାଏ। ଆଉ ବିପରୀତ ଦିଗରେ ଦେଖିବାକୁ ଗଲେ ଯିଏ ଏଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟିକୁ ନ ଗ୍ରହଣ କରନ୍ତି and remain engaged in the so-called duties, he is a loser. ଆଉ ତାର ତଥାକଥିତ କର୍ତ୍ତବ୍ୟରେ ଯଦି ସେ ଲିପ୍ତ ରହେ, ନିୟୋଜିତ ରହେ, ତାହେଲେ ଏଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯଦି ସେ ତ୍ୟାଗ କରିଛି ତାହେଲେ ତାକୁ ହିଁ ହାରିବା ବ୍ୟକ୍ତି କୁହାଯିବ। He is a loser. ସେ It's ହାରି, a very important point. ଏଇଟା ଭାରି ଗୁରୁତ୍ୱପୂର୍ଣ୍ଣ। Now, Bhagavad Gita also confirms that once begun this spiritual life, ଏବେ ଭଗବତ ଗୀତା ମଧ୍ୟ ଏଇ କଥାଟିକୁ କନଫର୍ମ କରୁଛି ଯେ ଯେତେବେଳେ ଜଣଙ୍କର ଆଧ୍ୟାତ୍ମିକ ଜୀବନ ଆରମ୍ଭ ହେଇଯାଉଛି then he is not loser in this sense that his human life is guaranteed in the next birth. ତ ଯେତେବେଳେ ତାର ଆଧ୍ୟାତ୍ମିକ ଜୀବନ ଆରମ୍ଭ ହେଇଯାଉଛି ତ ସେ କେବେ ବି ଆଉ ହାରି ନଥାଏ। ଏଇ ଦିଗରୁ ଏଇଟା କୁହାଯାଉଛି ଯେ ତାର ମନୁଷ୍ୟ ଜୀବନ ନିଶ୍ଚିତ ଭାବରେ ସେ ପ୍ରାପ୍ତ ହବ ପରବର୍ତ୍ତୀ ଜନ୍ମ ପରେ, ପରବର୍ତ୍ତୀ ଜନ୍ମରେ।
In the ordinary duty, you do not know whether you will have again this human body or not. There is no certainty. ଆଉ ଯଦି ସେ ସାଧାରଣ କର୍ତ୍ତବ୍ୟ କିଛି କରିଥାନ୍ତା ତାହେଲେ ସେ ଜାଣି ନାହିଁ ଯେ ତାକୁ ପୁଣି ଥରେ ମନୁଷ୍ୟ ଜନ୍ମ ମିଳିବ କି ନାହିଁ। That will depend on your quality of work. ତାହାର କୌଣସି ନିର୍ଦ୍ଧାରଣ ହେଇନାହିଁ, କିନ୍ତୁ ତାହା ଡିପେଣ୍ଡ କରିବ ତାର କିପରି ଭାବରେ ସେ କାର୍ଯ୍ୟ କରୁଛି, କିପରି ଧରଣର କାର୍ଯ୍ୟ କରୁଛି ସେ। But here, if you begin your spiritual life sacrificing all other duties, କିନ୍ତୁ ଏବେ ଯଦି ଆମେ ଆମର ଆଧ୍ୟାତ୍ମିକ ଜୀବନକୁ ଆରମ୍ଭ କରିବା ଆମର ଅନ୍ୟ ତଥାକଥିତ ସମସ୍ତ କର୍ତ୍ତବ୍ୟକୁ ତ୍ୟାଗ କରି, then your next life as human being is guaranteed. ତାହେଲେ ଆମର ପରବର୍ତ୍ତୀ ଜନ୍ମ ମନୁଷ୍ୟ ଭାବରେ ଆମର ନିଶ୍ଚିତ ହେଇଯାଉଛି, ଗ୍ୟାରେଣ୍ଟି ହେଇଯାଉଛି। Guarantee. You'll find in Bhagavad Gita, yeah, Suchinang Simatang Gehe Yoga Bhrasta Sanjayate. Bhrasta means one, Yoga Bhrasta, one who is prosecuting the yoga system. The yoga system I have already explained. ତ ଭ୍ରଷ୍ଟ, ଏଠି ଭ୍ରଷ୍ଟ କହିବାର ଅର୍ଥ କଣ? ସୁଚିନାମ ଶ୍ରୀମତାମ ଗେହେ ଯୋଗ ଭ୍ରଷ୍ଟ ବିଜାୟତେ ତ ସଞ୍ଜାୟତେ। ତ ଏଠି କହୁଛନ୍ତି ଭ୍ରଷ୍ଟ ଶବ୍ଦ ମାନେ ଯୋଗ ଭ୍ରଷ୍ଟ ମାନେ ଯିଏ ଯୋଗ ପଦ୍ଧତିକୁ ଅଭ୍ୟାସ କରୁଥିଲେ। Yoga system means the transcendental process by which we realize ourselves. ତ ଏଇ ଯୋଗ ପଦ୍ଧତି କହିଲେ ସେଇ ଆଧ୍ୟାତ୍ମିକ ପଦ୍ଧତି ଯାହା ଦ୍ୱାରା କି ଆମେ ସ୍ୱୟଂକୁ ଅନୁଭୂତି କରିପାରିବା। We link up our life with self-realization. That is called yoga. ଆମେ ଆମର ନିଜର ଜୀବନକୁ ଆମେ ଆତ୍ମ ଉପଲବ୍ଧି କରିପାରିବା। Now somebody begins this yoga of self-realization, but unfortunately he cannot prosecute the task in a nice way. ତ ଏବେ ଧର ଜଣେ ଧର କିଏ ଆରମ୍ଭ କରୁଛି ତାର ଏଇ ଯୋଗ ଆତ୍ମ ଉପଲବ୍ଧିର ଆତ୍ମବିଜ୍ଞାନର, କିନ୍ତୁ ଯଦି ସେ ଏ କାର୍ଯ୍ୟଟିକୁ କୌଣସି ଦୁର୍ଭାଗ୍ୟପୂର୍ଣ୍ଣ କାରଣରୁ ସେ କରିପାରୁନାହିଁ ଏଟା ସମ୍ପୂର୍ଣ୍ଣ, sometimes he falls down from the path, ଏବଂ ସେ କେବେ କେବେ ତାର ପଥରୁ ଚ୍ୟୁତ ହୁଏ ବା ତା ପଥରୁ ପତନ ଘଟେ ତାର। still there is encouragement that you are not loser. ହେଲେ ମଧ୍ୟ ତାକୁ ଏଇ ଉତ୍ସାହ ଦିଆଯାଇଥାଏ ଯେ ତୁମେ ହାରି ନାହଁ, You are not loser. ହାରି ନାହଁ, Because you will be given a chance next life, and that next life is not ordinary next life. କାରଣ ତୁମକୁ ଆଉ ଥରେ ଏଇ ଚାନ୍ସ ଦିଆଯିବ ଯାହା ଫଳରେ କି ପରବର୍ତ୍ତୀ ଜନ୍ମରେ ତୁମେ ଆଉ ସାଧାରଣ ଜନ୍ମ ପ୍ରାପ୍ତ ହବନି। That next life is Suchinang Simatangi. You will have your birth next life either in a very rich family. ଆଉ ସେଇ ପରବର୍ତ୍ତୀ ଜନ୍ମଟି ହେଲା କଣ ନା ସୁଚିନାମ ଶ୍ରୀମତାମ ଗେହ। ତ ପରବର୍ତ୍ତୀ ଜନ୍ମରେ ବା ତ ଏକ ଅତ୍ୟନ୍ତ ଧନୀ ଘରେ ଜନ୍ମ ହବ, or in the family of very highly advanced educated father. ବା ସେ ଏକ ଏପରି ପରିବାରରେ ଜନ୍ମ ହବ ଯେଉଁଠାରେ କି ତାର ପିତା ବହୁତ ଉନ୍ନତ ବା ବହୁତ ଜ୍ଞାନୀ ଥାନ୍ତି। Suchinang Simatang. Suchinang means, I have explained to you, the life of a Brahminical culture. The Suchi means, ତ ଏଠି ସୂଚି ନାମ କହିଲେ ଯୋଉଟା ପ୍ରପାତ କହୁଛନ୍ତି ମୁଁ କହିଛି ଏଇଟା ଯେ ଗୋଟେ ବ୍ରାହ୍ମଣର ଜୀବନ ଶୈଳୀ। Brahmins mean one who knows spiritual life, how to conduct.
and he has got other qualifications. So that he तो ई ब्राह्मण कहले सूची कहले ब्राह्मण तो ब्राह्मण माने जी आध्यात्मिक जीवन को संपूर्ण भाव जानी थाए किपर भाव आध्यात्मिक जीवन को चलेबा को हिता है ताकू जଣା थाए तो तार अन्य भी कौन गुण रही is called Suchi. And the opposite word of Suchi is called Muchi. So तार विपरीत शब्दटी होची सूचीर मुची we need not explain what is Muchi, but तो हमको बुझा दरकार नहीं मुची माने कौन Suchinani means highly cultured Brahmin. तो किंतु सूची नाम माने जैसे बहुत जने सुंदर ब्राह्मण And Srimata, Sri means wealth. Sri means wealth, opulence, beauty. आउ श्रीमताम श्री कहले धन को बुझाउछि बा तार ऐश्वर्य को बुझाउछि तार सौंदर्य को बुझाउछि ई पर सब किछि And all these things. That means very aristocratic family. जहाँ अर्थ है बहुत धनाढ्य व्यक्ति बहुत ऐश्वर्यमय परिवार Very aristocratic family. धनाढ्य So he is given chance to get his birth in two places. तो ताकू मौका मिलता है जे तार जन्म हबो दुईटी जगह रे One which is not successful. The successful, oh, what to speak of him? The successful goes back to Godhead directly. And even one is तो ताकू जो ये जो मौका मिली था संभावना तार जो था जन्म दुईटी जगह रे तो एटा तार सफल हेलानी किंतु सफल ए दिगरु तो कौन पाई सफलता ताकू कह जो जेतोल से भगवत धाम सीधा सड़क भाव पड़ी जो unsuccessful, half finished, then he आ जदि तार संपूर्ण रूपे सफल हेइनी अधा संपन्न हेइछि is given chance to take his birth in two kinds of families. ताले ताकू संभावना दिया जीवो दुईटी प्रकार परिवार से जन्म नहीं पाइबो One set is Srimatang. Srimatang means very well to do. तो दुई प्रकार परिवार गोटे प्रकार परिवार होची श्रीमताम माने जी के भलो परिवार धनी परिवार Rich family. And other is very well polished, cultural, Brahmin family. आ गोटे होची जे कि बहुत संपन्न बहुत जे कौन ब्राह्मण परिवार Why? Now there is the chance. There is this chance of spiritual culture very nicely. Of course, तो कहीं ना तार गोटे संभावना रही तार ए आध्यात्मिक संस्कृति को तार ग्रहण करने को भल भाव गोटे संभावना रही ए दी जनकर जो धनाढ्य व्यक्ति एवं जे धार्मिक संपन्न here in your country, aristocratic family, just like Rockefeller family or Ford's family, there are तो यहीपर भाव जमती तुम देश रे बहुत धनाढ्य व्यक्ति माने रही जमती कि रॉकफेलर परिवार बा फोर्ड्स र परिवार many rich families here. एठी मते बहुत सारा धनाढ्य परिवार माने अछंती I do not know what are their activities, but in India, मु जानि तांगर कोन कार्य किंतु भारत रे the aristocratic family, they have got a particular spiritual function. तो भारत रे जो धनाढ्य परिवार मानकर निश्चित भाव रे कोनोसी ना कोनोसी आध्यात्मिक कार्य गुड़िक थाए Each and every aristocratic family has so many temples. प्रत्येक परिवार ए धनाढ्य परिवार अनेक गुड़िया मंदिर थाए So many temples. अनेक मंदिर And I have already informed you that one of the aristocratic family in India, Sir,
Padampat Singhania. ଆଉ ମୁଁ ଆଗରୁ ମଧ୍ୟ କହିସାରିଛି ଯେ ଏହିପରି ଏକ ଧନାଢ୍ୟ ପରିବାର ହେଉଛନ୍ତି ଭାରତର ସାର୍ ପଦମପତ ସିଂଘାନିଆ। Ah, he's a very big, he's as equal to a Rockefeller ସେ ପାଖାପାଖି ରକଫେଲର ପରିବାର ସମାନ। family. And I wrote him that I want to start here one Radha Krishna temple and I want your help. ମୁଁ ତାଙ୍କୁ ଲେଖିଲି, ମୁଁ ତାଙ୍କୁ ଚିଠି ଲେଖିଥିଲି ଯେ ମୁଁ ଏକ ରାଧାକୃଷ୍ଣଙ୍କର ମନ୍ଦିର ଆରମ୍ଭ କରିବାକୁ ଯାଉଛି ଆଉ ମୋର ଆପଣଙ୍କର ସହଯୋଗିତାର ଆବଶ୍ୟକ ରହିଛି। Yes, immediately agreed. Swamiji, I shall spend for a nice architectural Indian pattern temple. ଆଉ ସେ ତୁରନ୍ତ ମୋ କଥାରେ ସହମତ ହେଲେ ଯେ ହଁ ସ୍ୱାମୀଜୀ, ମୁଁ ନିଶ୍ଚିତ ଭାବେ ଖର୍ଚ୍ଚ କରିବି କୌଣସି ନା କୌଣସି ଏକ ଭାରତର ମନ୍ଦିରରେ, କାରୁକାର୍ଯ୍ୟ ବାଲା ମନ୍ଦିରରେ। In New York, if I get an exchange sanction. You see? So, ଆଉ ନ୍ୟୁୟର୍କ ଠାରେ ଯଦି ମୁଁ କିଛି ତାର ଏକ୍ସଚେଞ୍ଜ ସାଙ୍ଗସନ ମାନେ କିଛି ଯଦି ପଇସା ମୁଁ ଇଏ କରିପାରିବି ତାହେଲେ ମୁଁ ନିଶ୍ଚିତ ଭାବେ କରିବି। and putting this statement is that even up till now, Indian aristocratic family ତ ମୋର ଏଇ କଥାଟି କହିବାର ପଛରେ ଏଇ କାରଣ ଯେ ଏବେ ପର୍ଯ୍ୟନ୍ତ ମଧ୍ୟ ଭାରତରେ ଭାରତୀୟ ଏଇ ଯୋଉ ଧନାଢ୍ୟ ପରିବାର ମାନେ they are so much religiously inclined that immediately on my proposal he is agreed. ସେମାନେ ଏତେ ଧାର୍ମିକ ସମ୍ପନ୍ନ ଯେ ତୁରନ୍ତ ମୁଁ ଯେତେବେଳେ ତାଙ୍କୁ ଏଇ ପ୍ରସ୍ତାବଟି ଦେଲି ସାଙ୍ଗେ ସାଙ୍ଗେ ସେ ତା ଉପରେ ସହମତ ହେଲେ। He is agreed. Yes, I shall construct a temple. ସେ ତୁରନ୍ତ ସହମତ ହେଲେ ଯେ ହଁ ଆମେ ଏକ ମନ୍ଦିର ନିର୍ମାଣ କରିବା। So that aristocratic family has the facility, and every Indian aristocratic family will find they ତ ସେଇ ଧନାଢ୍ୟ ପରିବାରରେ ଏଇ ସୁବିଧା ଥାଏ ଆଉ ପ୍ରତ୍ୟେକ ଧନାଢ୍ୟ ଭାରତୀୟ ଧନାଢ୍ୟ ପରିବାରରେ have got their particular temples and ତାଙ୍କ ନିଜର କିଛି ମନ୍ଦିର ମାନ ରହିଛନ୍ତି। temple worship, and they go, they offer their respect. ତ ସେମାନେ ସେ ମନ୍ଦିରରେ ଆରାଧନା କରନ୍ତି, ସେଠାରେ ଯାଆନ୍ତି ଆଉ ତାଙ୍କର ନିବେଦନ କରନ୍ତି, ତାଙ୍କର ସମସ୍ତ ପ୍ରଣାମ କରନ୍ତି and do their business as it is. ଆଉ ତାଙ୍କର ଯାହା ବିଜନେସ୍ ଯାହା ରହିଛି ତାକୁ ମଧ୍ୟ ସେ କରିଥାନ୍ତି। There is no so side by side with material activities ତ ଏହିପରି ଭାବରେ ସେମାନେ ଆରାଧନା ମଧ୍ୟ କରନ୍ତି ଆଉ ବ୍ୟବସାୟ ମଧ୍ୟ କରନ୍ତି। ତ କୌଣସି ଏଥିର ଅସୁବିଧା ନାହିଁ, ଦୁଇଟି ଯାକ ସେମାନେ ଏକା ସହିତ କରିଥାନ୍ତି। they have got the chance of spiritual. ତ ତାଙ୍କର ଭୌତିକ କାର୍ଯ୍ୟ ସହିତ ସେମାନେ ଏହିପରି ଭାବରେ ଆଧ୍ୟାତ୍ମିକ କାର୍ଯ୍ୟ କରିବାର ମଧ୍ୟ ତାଙ୍କ ପାଖରେ ଉପାୟ ରହିଛି। Now this particular family I am speaking to you, Singhania family. ତ ଏଇ ଯୋଉ ନିର୍ଦ୍ଧାରିତ ଏଇ ଯୋଉ ପରିବାରଟି ମୁଁ ଯାହା ବିଷୟରେ କହୁଛି ସିଂଘାନିଆ ପରିବାର, He'll be very glad to learn that how their family arrangement. They have ତ ତୁମେ ବହୁତ ଜାଣିବାକୁ ଖୁସି ହବ ଯେ ତାଙ୍କର ପରିବାରରେ କିପରି ଭାବରେ ଆୟୋଜନ ହେଇଛି। got a temple, Dwarkadhish, ତାଙ୍କର ଗୋଟିଏ ମନ୍ଦିର ରହିଛି ଦ୍ୱାରିକାଧୀଶଙ୍କର, a Radha Krishna temple, ଯିଏକି ଏକ ରାଧାକୃଷ୍ଣଙ୍କର ମନ୍ଦିର, just like this picture. They have ଯେପରି ଏଇ ଛବିରେ ଦେଖାଯାଇଛି। got a very nice temple. ତ ସେମାନଙ୍କର ଏକ ବହୁତ ସୁନ୍ଦର ମନ୍ଦିର ଅଛି And that temple has got some property. ଆଉ ତାଙ୍କ ମନ୍ଦିରର କିଛି ଇଏ ରହିଛି, ସମ୍ପତ୍ତି ରହିଛି। And that property, out of the property, one of the land is leased out to this Singhania organization business.
ଆଉ ସେଇ ତାଙ୍କର ଜମି ମାନଙ୍କ ମଧ୍ୟରୁ ଗୋଟେ ଜମି ସେମାନେ ସିଂଘାନିଆ ପରିବାରର ବ୍ୟବସାୟ ପାଇଁ ଦେଇଛନ୍ତି ଭଡାରେ। So they pay rent to the deity. ତାମାନେ ସେମାନେ ଏବେ ଭଡା ଦଉଛନ୍ତି ବିଗ୍ରହଙ୍କୁ, କାରଣ ତାଙ୍କ ନାଁରେ ଜମିଟା ଅଛି। You see? So similarly, the deity has a large income. ତ ଏହିପରି ଭାବରେ ତାଙ୍କ ବିଗ୍ରହଙ୍କର ବା ଭଗବାନଙ୍କର ବହୁତ ଲାଭ ହୋଇଥାଏ। And they spend also. And so many ways. If we have got the chance of starting a temple here, we shall also let you know how to. ତ ତାଙ୍କର ଏପରି ବହୁତ ଆୟ ଥାଏ, ଆଉ ସେମାନେ ମଧ୍ୟ ଏପରି ବହୁତ ନାନା ଭାବରେ ବ୍ୟୟ ମଧ୍ୟ କରିଥାନ୍ତି। ତ ଏଇପରି ଭାବରେ ମୁଁ କହିବା କଥା ଯେ ଯଦି ଆମେ ଆରମ୍ଭ କରିବାକୁ ମନ୍ଦିର ଗୋଟେ ଉପାୟ ପାଉଛେ, To spend for spiritual consciousness. ତ ଆମକୁ ତାହା କିପରି ଭାବରେ ଆଧ୍ୟାତ୍ମିକ ଚେତନାରେ ଗଢିବାକୁ ପଡିବ ତାହା ଦେଖିବାର ଅଛି। Yes. Now, their family, the duty is that they are this Singania, Sar Padampat Singania. ତ ଏଇ ପରିବାରର ଏଇ କର୍ତ୍ତବ୍ୟ ଏଇ ପଦମପତ ସିଂଘାନିଆ ବାବୁଙ୍କର, They have got 4 or 5 brothers. ତାଙ୍କର 4-5ଟି ଭାଇ ଅଛନ୍ତି, And the mother is still living. ମା ମଧ୍ୟ ଏବେ ଅଛନ୍ତି ଏ ଜଗତରେ। And the order is that each and every a family member must go every day and pay respect to the deity. ଆଉ ତାଙ୍କର ଏଇପରି ଭାବରେ ନିର୍ଦ୍ଦେଶ ଥାଏ ଯେ ପ୍ରତ୍ୟେକ ହିଁ ତାଙ୍କ ପରିବାରର ଯିବାକୁ ପଡିବ, ଆଉ ସେମାନଙ୍କୁ ଭଗବାନଙ୍କର ପାଖରେ ନିବେଦନ ପ୍ରଣାମ କରିବାକୁ ପଡିବ, ଅର୍ଚ୍ଚନା ତାଙ୍କର ଆରାଧନା କରିବାକୁ ପଡିବ। And if somebody is absent one day, then he must be fined. ତାଙ୍କର ଏଇପରି ଅଛି ଯଦି ଜଣେ ନ ଆସେ ଗୋଟେ ଦିନ ତାହେଲେ ତାକୁ କିଛି ଫାଇନ ଦେବାକୁ ପଡିବ। If fine is imposed, then the big brother Sar Padampat, ତ ତାଙ୍କ ଉପରେ ଏଇପରି ଏକ କଣ ଫାଇନ ବା କର ନିର୍ଦ୍ଧାରିତ କରାଯାଇଥାଏ। Singana, if he is absent one day to pay respect to the deity, ତ ଏଇପରି ଭାବରେ ଯଦି ତାଙ୍କ ବଡ ଭାଇ ଯିଏ ପଦମପତ ସିଂଘାନିଆ ଯଦି ସେ ଗୋଟେ ଦିନ ନ ଆସିଥାନ୍ତି ବିଗ୍ରହଙ୍କ ଆରାଧନାରେ, he is fined 10 rupees ତାହେଲେ ତାଙ୍କୁ 10 ଟଙ୍କାର ଜୋରିମାନା ଲାଗିଥାଏ, or $10. $10 ବା। You see? And next day, the Brahmin or the Pujari, the worshipper engaged, he goes to collect the fine. ଆଉ ପରଦିନ ଯେ ପୂଜାରୀ ବା ବ୍ରାହ୍ମଣ ଆସିବେ, ସେ ଆସିବେ ଯେତେବେଳେ ସେ ଯିବେ ଆଉ ଏଇ ତାଙ୍କର ଜୋରିମାନାଟିକୁ ଯାଇ ତାଙ୍କ ଠାରୁ ଆଣିବେ ଗ୍ରହଣ କରିବେ। He present, yes, I'm sorry, yes, here is my fine. ଆଉ ସେ ମତେ କହିବେ ହଁ ହଁ ମୁଁ ଭାରି ଦୁଃଖିତ, କ୍ଷମା ଚାହୁଁଛି, ଏଇଠି ମୋର ଜୋରିମାନାଟି ରହିଲା। So, of course, this is self-imposed, but the idea is that they are spiritually conscious in this way. ତ ଏଇପରି ତାଙ୍କ ଉପରେ ସ୍ୱୟଂ ସେମାନେ ଏଇଭଳି ଧାର୍ଯ୍ୟ କରିଥାନ୍ତି। ତ ତାର ପଛରେ ଏଇ ଯୋଉ କାର୍ଯ୍ୟ ପଛରେ ଏହା କାରଣ ରହିଛି ଯେ ସେମାନେ ଏଇପରି ଭାବରେ ଆଧ୍ୟାତ୍ମିକ ଚେତନଶୀଳ ଥିଲେ। So I did not go yesterday to offer my respect to the deity. ସେମାନେ କୁହନ୍ତି ଓ ମୁଁ ଗତକାଲି ତ ଯାଇନଥିଲି ଭଗବାନଙ୍କର କୃଷ୍ଣଙ୍କ ଆରାଧନାରେ, Krishna, so I must pay fine. ତ ନିଶ୍ଚିତ ଭାବେ ମତେ ତାହେଲେ ଜୋରିମାନା ଦେବାକୁ ପଡିବ। This is also spiritual consciousness. ଏହା ମଧ୍ୟ ଆଧ୍ୟାତ୍ମିକ ଚେତନା କୁହାଯିବ। This is also spiritual consciousness. So the whole thing is ତ ଏଇପରି ଭାବରେ that life should be molded in such a way that ତ ଏଇପରି ଭାବରେ ସମ୍ପୂର୍ଣ୍ଣ ଜିନିଷଟିକୁ ବୁଝିବାକୁ ହେଲେ ଯେ ଆମର ପୁରା ଜୀବନକୁ ଏଇପରି ଭାବରେ ଆମେ ଗଢି ନେବା ଉଚିତ in every step or action we shall feel the presence of the Lord. ଯେ ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟରେ
ଆମେ ଯେପରି ଭାବରେ ଭଗବାନଙ୍କର ଇଏ ପ୍ରାପ୍ତ ହବା, ସଙ୍ଗ ପ୍ରାପ୍ତ ହବା, Oh, that is spiritual life. That is spiritual. ଏଇଟାକୁ You ଆଧ୍ୟାତ୍ମିକ। need not change your present occupation, just like the example, the Singhania family. They do not change. They are doing just like ordinary. But they are all ଆମକୁ ଆମର ଯୋଉ କାର୍ଯ୍ୟ ରହିଛି ତାକୁ ଆମକୁ ପରିବର୍ତ୍ତନ କରିବାକୁ ପଡିବନି, ଏବେକାର କାର୍ଯ୍ୟକୁ, ବର୍ତ୍ତମାନର କାର୍ଯ୍ୟକୁ। ଯେପରି ଆମେ ଏଇଠି ଉଦାହରଣ ସ୍ୱରୂପ ଦେଖିଲେ ସିଂଘାନିଆ ପରିବାର, always spiritually conscious. ଯେ ସେମାନେ ପରିବର୍ତ୍ତନ କରିନାହାନ୍ତି, ତ ସେଇପରି ଭାବରେ ସେମାନେ ତାଙ୍କର ଯେପରି ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି, କିନ୍ତୁ ତା ସହିତ ସେମାନେ ସବୁବେଳେ ଆଧ୍ୟାତ୍ମିକ ଚେତନଶୀଳ ଅଛନ୍ତି। Oh. The aim is toward Krishna. କାରଣ ତାଙ୍କର ଲକ୍ଷ୍ୟ ରହିଛି କୃଷ୍ଣଙ୍କ ଆଡକୁ। There is a very nice example. ଏହା ଏକ ବହୁତ ସୁନ୍ଦର ଉଦାହରଣ ଅଟେ। It is very ordinary, everyone will understand it. ଏହା ବହୁତ ସାଧାରଣ ଅଟେ ଏବଂ ସମସ୍ତେ ଏହାକୁ ବୁଝିପାରିବେ। ଆଜି ଆମେ ଏତିକି ରଖିବା। ଯଦି କାହାର କିଛି ଇଏ ଅଣ୍ଡରଷ୍ଟାଣ୍ଡିଂ ଆଉ ରିଏଲାଇଜେସନ ସେୟାର କରିବେ, ସୁନ୍ଦର ହବ। हरे कृष्णा। जय जगतगुरु श्रील प्रभुपाद की और भक्तवृंद की जय। हरे कृष्णा। କହିବେ କିଏ କିଛି ପଏଣ୍ଟ ସେୟାର କରିବେ ପ୍ରଭୁଜୀ ମାତାଜୀ ମାନେ? ହଁ କୁହନ୍ତୁ ସୁହାନୀ ମାତାଜୀ। କୁହନ୍ତୁ। materially active होने से तार spiritual life start हो जाଉଛି ତ ମାନେ ସେ materially ତାର ସବୁ ସବୁ responsibility ଛାଡି ଦେଇ ସେ spiritual life କୁ accept କରୁଛି, ତାହେଲେ ସେଟା ବହୁତ ଉତ୍ତମ ଜିନିଷ। ହରେ କୃଷ୍ଣ କହିଲେ ସବୁ ବୁଝିପାରିଲି, ଭଲସେ ଶୁଭିଲାନି। ମାନେ ଆଧ୍ୟାତ୍ମିକ ଭୌତିକ ଭାବରେ ମଧ୍ୟ ତାର ଆଧ୍ୟାତ୍ମିକ ଜୀବନ ଆରମ୍ଭ ହେଇଯିବ, କେମିତି? କଣ କହିଲେ? ଆगे ବୁଝିଲେ କହିପାରିବେ? ଶୁଭିଲାନି ଜୋରେ। हरे कृष्ण प्रभुजी सादर प्रणाम प्रभुजी। एटी प्रभुपाद कहते कि जदि जड़े स्पिरिचुअल लाइफ को एक्सेप्ट कर तार मटेरियल लाइफ को छाड़िकी जदि माने नेग्लेक्ट करुचे तार मटेरियल लाइफ स्पिरिचुअल लाइफ को एक्सेप्ट कर सेटा भी बहुत बेटर पोजीशन तार। ପ୍ରଭାତ ଆରମ୍ଭରେ ଏହା କହୁଥିଲେ। ହଁ, ତାର ଯଦି ଆଧ୍ୟାତ୍ମିକ ଜୀବନକୁ ସେ ଧରିବା ପାଇଁ ତାର ଦୈନନ୍ଦିନ କାର୍ଯ୍ୟକୁ ତ୍ୟାଗ କରୁଛି ମଧ୍ୟ ଏଇଟା ବେଟର। ହଉ, ଓକେ। ନନ୍ଦିନୀ ମାତାଜୀ। हरे कृष्णा प्रभु ହଁ, प्रभु जी प्रभुपाद जो कहले फाइन लगेगा कथा से मते गोटे रियलाइजेशन मन पड़ा। आम इस्कन मंदिर रे गोटे नियम करिसथि कि जे किए भी एचओडी अछंती जदि से मंगला आरती करिवेनी सकाळे सकाळे आसी तो तांकर फाइन लगा जीवो, माने सप्ताह रे गोटे दिन तो तांकर कंपलसरी। ମୁଁ ଏଟା ପଢୁଥିଲି ତ ମନେ ପଡିଲା ଟିକେ। हरे कृष्ण। ଏଚଓଡି ମାନେ କଣ? एचओडी प्रभु जे होस्ट अछंती ना, हाउस ऑफ द डिपार्टमेंट हेड जो अछंती ग्रुप ଓ ମାନେ ପ୍ରତ୍ୟେକ रोही। ଗ୍ରୁପର ଲିଡର ମାନେ हाँ ଯଦି जी ପଳାନ୍ତି ସେମାନେ ଫାଇନ ଦବ। आज्ञा ହଁ, ବହୁତ ସୁନ୍ଦର। आज्ञा आज्ञा। ଓକେ। ଆଉ ଆମର ବି ଏମିତି ମନ୍ଦିରରେ ବି ଆମର ମୁଁ ଶୁଣିଥିଲି ଚୌପାଟି ମନ୍ଦିରରେ ସେମାନେ କହନ୍ତି ସଣ୍ଡେ ଫିଷ୍ଟରେ ଯୋଉମାନେ ଲେଟ୍ ଆସନ୍ତି ତାଙ୍କୁ କୁହନ୍ତି ଗୋ ସେବା ପାଇଁ 100 ଟଙ୍କା ଦିଅନ୍ତୁ। ଏମିତି ଫ୍ରି ପ୍ରସାଦ, କିନ୍ତୁ ଯୋଉମାନେ ଲେଟ୍ ଆସନ୍ତି ତାଙ୍କୁ ପଇସା ମାଗନ୍ତି। ଓକେ, ମହାମଞ୍ଜରୀ ହୁଅନ୍ତୁ। प्रभु जी दंडवत प्रणाम। ହଁ, प्रभु जी प्रथमे शिल प्रभुपाद द्विज विषय कहते जे जिते आम आमर मटेरियल प्लेटफॉर्म रु स्पिरिचुअल प्लेटफॉर्म को चेंज करू सेटा जो गोटे प्रोसेस से प्रोसेस रे आमे जने आध्यात्मिक गुरु को ग्रहण करू जे कि हमको गाइड करिवे केमती आमे आध्यात्मिक जीवन ठीक भाव में नीति नियम पालन करिपारे सेटा को द्विज कुआ जाय। तो ଅବଶ୍ୟ। से दिन हमर सेकंड लाइफ टा स्टार्ट हो। ହଁ, ଦ୍ୱିତୀୟ ଜନ୍ମ ଆରମ୍ଭ ହବ। ଆଉ ପ୍ରଭାତ କହିଲେ ଯେ ତଦ୍ ବିଜ୍ଞାନାର୍ଥମ୍ ସ ଗୁରୁମେବ ଅଭିଗଚ୍ଛେତ୍। ନିଶ୍ଚିତ ଭାବରେ ଜଣକୁ
ଗୁରୁଙ୍କୁ ଗ୍ରହଣ କରିବାକୁ ପଡ଼ିବ। ହଉ, ସଚ୍ଚିଦାନନ୍ଦ ପ୍ରଭୁ। ହରେ କୃଷ୍ଣ ପ୍ରଭୁ ଜୀ, ଧନ୍ୟ ପ୍ରଣାମ। ହଁ। ପ୍ରଭୁପାଦ ଜୀ କହୁଥିଲେ କି ଯୋଗ ପଦ୍ଧତି ଯୋଉଟା କି ଆମର ଆଧ୍ୟାତ୍ମିକ ପଦ୍ଧତି, ଯାହା ଦ୍ୱାରା ଆମେ ସ୍ୱୟଂକୁ ଜାଣିପାରିବା କିମ୍ବା ଆମେ ଆତ୍ମ ଉପଲବ୍ଧି କରିପାରିବା। ତ ସେ ବିଷୟ ନେଇ ସେ କହିଲେ ଯଦି କାହାର ଆଧ୍ୟାତ୍ମିକ ପଦ୍ଧତିରେ ଯଦି କିଏ ଏଣ୍ଟ୍ରି କରିଛି ଆଉ ତାର ଯଦି ପତନ ହେଇଗଲା, ତାହେଲେ ସେ ତାର କୌଣସି କ୍ଷତି ହବନି ହୁଁ, କି ନଷ୍ଟ ହବ ନାହିଁ। ସିଏ କାହିଁକି ନା ସିଏ ନେକ୍ସଟ ତାର ଯୋଉ ଜନ୍ମ ହବ ସେ ବହୁତ ଜ୍ଞାନୀ କିମ୍ବା ଉନ୍ନତ କିମ୍ବା ଧନୀ ପରିବାରରେ ଜନ୍ମ ନେବ। ହୁଁ। ହରେ କୃଷ୍ଣ। ତ ପ୍ରଭାତ କହିଲେ ଯେ ପ୍ରଥମ ତ ବୁଝେଇଲେ, ଯେମିତି ଫାର୍ଷ୍ଟ ବୁଝେଇଲେ ସେ ମତେ ଯୋଉ କହିଲେ ଯେ ତାର ଯଦି କୌଣସି କାର୍ଯ୍ୟ, ତାର ଯୋଉ କର୍ତ୍ତବ୍ୟକୁ ଯଦି ସେ ତ୍ୟାଗ କରିଛି ଏ, ବା ଅବହେଳା କରିକି ସେ ଯଦି ଆଧ୍ୟାତ୍ମିକ ଜୀବନକୁ ସମ୍ପୂର୍ଣ୍ଣ ରୂପରେ ଶରଣାଗତ ହେଇଛି, ତାହେଲେ ତ ବେଷ୍ଟ। କିନ୍ତୁ ପ୍ରଭାତ କହିଲେ ଯେ ତା ଛଡା ବି ଯଦି ଜଣେ ଉଁ, ଆପଣ ଯୋଉ ପଏଣ୍ଟଟା କହିଲେ ସେଇଟା ମଧ୍ୟ ହରେ କୃଷ୍ଣ ପ୍ରଭୁ। ହଁ, ଆଉ କଣ କହିବେ? ସଚ୍ଚିଦାନନ୍ଦ ପ୍ରଭୁ ପଏଣ୍ଟ କୁହନ୍ତୁ। ସୀତା ସୁଚିନାମ କହିଥିଲେ। ସୁଚିନାମ ଯୋଉଟା ବ୍ରାହ୍ମଣର ଜୀବନ ଶୈଳୀକୁ ନେଇକି ସେ ଗୋଟେ ଏକ୍ଜାମ୍ପଲ ଦେଇଥିଲେ। ସାର୍ ପଦମପତ ସିଂଘାଣିଆ ତାଙ୍କ ହଁ। ସହିତ ରକଫେଲର ଫ୍ୟାମିଲିର ସହିତ ଏକ୍ଜାମ୍ପଲ ଦେଇଥିଲେ। ହୁଁ। ତ ପ୍ରଭାତ କହୁଥିଲେ ଯୋଉ ସୁଚିନାମ ର ଏକ୍ଜାମ୍ପଲ ଦଉଥିଲେ, ସୁଚିନାମ ଶ୍ରୀମତାମ, ସେ ଶ୍ରୀମତାମ ହେବେ ନା ସୁଚିନାମ ର ଏକ୍ଜାମ୍ପଲ ଦେବେ? ହଁ ହଁ, ସୁଚିନାମ। ଦିଟା ଯାକ ହବ କାରଣ ହଁ, ପ୍ରଭାତ ମ୍ୟାନ ବୁଝଉଥିଲେ ଆଉ ସେମାନେ କେମିତି ମାନେ ତାଙ୍କର ଧର୍ମ କାର୍ଯ୍ୟକୁ ଅବହେଳା କରନ୍ତି ନାହିଁ। ମହାମତ ଜୟ ମାତାଜୀ। ପ୍ରଭୁଜୀ ଆଉ ଗୋଟେ ପଏଣ୍ଟ ପ୍ରଭୁପାଦ କହୁଥିଲେ, ଯଦି ଜଣେ ସ୍ପିରିଚୁଆଲ ଲାଇଫ ଆରମ୍ଭ କରିଦେଇଛି କିନ୍ତୁ କୌଣସି କାରଣବଶତଃ ଯଦି ସେ କଣ୍ଟିନ୍ୟୁ କରିପାରୁନି ବା ତାର ଅବହେଳା କଲା କି ଫଲ ଡାଉନ ହେଇଗଲା, ତାହେଲେ ବି ତାକୁ ଏନକରେଜମେଣ୍ଟ ପାଇଁ ତାକୁ ଆଉ ଗୋଟେ ଜନ୍ମରେ ଶ୍ରୀମତାମ କିମ୍ବା ଧୀମତାମ ରୂପକ ଘରେ ତାର ଜନ୍ମ ହବ, ଯୋଉଠିକି ସେ ଗୋଟେ ଧନୀ ପରିବାରରେ ଜନ୍ମ ହେଇପାରେ କିମ୍ବା ଗୋଟେ ଧାର୍ମିକ ପରିବାରରେ କିମ୍ବା ଗୋଟେ ଶିକ୍ଷିତ ପରିବାରରେ କିମ୍ବା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ ହବ, ଯୋଉଥିରେ କି ସେ ସ୍ପିରିଚୁଆଲ ଲାଇଫ ପୁଣି ଥରେ କଣ୍ଟିନ୍ୟୁ କରିପାରିବ। ହଁ, ଆଉ ସେଇଟା କହିବାକୁ ଯାଇ ପ୍ରଭୁପାଦ ଏଇ ଉଦାହରଣ ଦଉଥିଲେ ଯୋଉ ପଦମପତ ସିଂଘାନିଆର। ଆଗରୁ କିଏ ଜାଣିଛନ୍ତି ପଦମପତ ସିଂଘାନିଆଙ୍କୁ? ମୁଁ ତ ଜାଣିନଥିଲି, ପ୍ରଭୁପାଦ କହିଲେ। ନାଇଁ, ମୁଁ ବି ପ୍ରଥମ ଥର ଶୁଣୁଛି ପ୍ରଭୁଜୀ। ହଁ, ବାସ୍ତବରେ ଏମିତି ଜଣଙ୍କ ଘରେ ହଉଛି ବି, ଏଇଟା ମାନେ ଆଶ୍ଚର୍ଯ୍ୟଜନକ ନା, ବହୁତ ସୁନ୍ଦର ଯଦି ଜଣଙ୍କ ଘରେ ଏପରି ହଉଛି। ସେ କହିଲେ ତାଙ୍କର ସବୁ ଜମିକୁ କରିଦେଇଛନ୍ତି ଭଗବାନଙ୍କ ନାଁରେ ନା। କଲ୍ୟାଣୀ ମାତାଜୀ କଣ କହୁଛନ୍ତି? ହରେ କୃଷ୍ଣ ପ୍ରଭୁଜୀ, ସାଧୁ ପ୍ରଣାମ। ଏଠି ପ୍ରଭୁପାଦ ଗୋଟେ କଥା କହିଥିଲେ, ପ୍ରଥମେ ଯୋଉ ଅଭିବଚ୍ଛେଦ ଶବ୍ଦଟା କହିଥିଲେ ଯେ ତମେ ନିଶ୍ଚିତ ଭାବରେ କରିପାରିବା ଉଚିତ, ହଁ। କାହିଁକି ନା ଆମର ବୈଦିକ ଉପନିଷଦ ସବୁ ଯୋଉ କହିଛନ୍ତି ସେଥିରେ ଆମର ସ୍ୱଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେମିତି କି ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି କର୍ତ୍ତବ୍ୟ ରହିଛି, ଆଉ ସେ କେହି ବି ମାନେ କର୍ତ୍ତବ୍ୟ ଶୂନ୍ୟ ହେଇକି ରହିପାରିବେ ନାହିଁ। ତେଣୁ ସେଇ କଥାଟାକୁ ପୁଣି ନାରଦ ମୁନି ମଧ୍ୟ ବୁଝେଇଛନ୍ତି ଯେ ଯଦି ଜଣେ କଥା କଥିତ କର୍ମରେ ସବୁ ମାନେ କରୁଛି, ଆଉ ସେ କର୍ମଟା ଯଦି ସେ ଭଗବାନଙ୍କର ସେବାରେ ଲଗଉଛି, ତାହେଲେ ସେଟା ତାର ସ୍ୱଧର୍ମ ସ୍ୱକର୍ମ ହବ ବୋଲି ବୁଝାଯିବ। ଏଇଟା ମଧ୍ୟ ନାରଦ ମୁନିଙ୍କର ହଁ। ଉଦାହରଣ ଦେଇ ବୁଝେଇଥିଲେ। ଯଦି ଲଗେଇଲା ତାର ମାନେ ସମସ୍ତଙ୍କୁ କର୍ତ୍ତବ୍ୟ କରିବାକୁ ପଡିବ। नो बडी କ୍ୟାନ୍ ବି ଡ୍ୟୁଟିଲେସ୍, ପ୍ରଭାତ କହିଲେ। ତ ଯଦି ସେ ତାର ଏଇ ଭୌତିକ କର୍ତ୍ତବ୍ୟକୁ ତ୍ୟାଗ କରି ଆଧ୍ୟାତ୍ମିକ କର୍ତ୍ତବ୍ୟ ଗୁଡ଼ିକୁ କରେ, ତାହେଲେ ସେ ତା ଜୀବନଟା ସଫଳ ହେଇଗଲା। ଆଉ ଏଇ ଯୋଉ ଉଦାହରଣଟି ପ୍ରଭାତ କହିଲେ ଯେ ହଁ, ତାଙ୍କ ଜମିଟା ପୁରା ରହିଛି ଭଗବାନଙ୍କ ନାଁରେ ନା। ଆଗରୁ ସବୁ ସେମିତି ହଉଥିଲା ନାଇଁ, ଭଗବାନଙ୍କ ନାଁରେ ଜମି ରହୁଥିଲା ଆଉ ଏମାନେ ବ୍ୟବହାର କରୁଥିଲେ, ତ ଇଏ ଭଡା ଦଉଥିଲେ, ଯାହାଫଳରେ ଭଗବାନଙ୍କର ବହୁତ ଆୟ ହଉଥିଲା ଆଉ ଭଗବାନଙ୍କର ଆରାଧନା ବି ନିତ୍ୟ ହୁଏ। ଯଦି କୋଉ ଦିନ କିଏ ନ ଆସିବ ତାହେଲେ ସେ ଆ ମାନେ ଫାଇନ ଦିଅନ୍ତି, ନାଇଁ କି, ଜୋରିମାନା ଦିଅନ୍ତି। ହଉ, ବହୁତ ସୁନ୍ଦର। ଓକେ, ଆଉ କିଏ କିଛି କହିବେ? ଓକେ, ହଁ, ବିନ୍ଦୁ ମତି ମାତାଜୀ କୁହନ୍ତୁ।
ନା କ'ଣ ଟାଇଟେଲଟା କେମିତି କ'ଣ ଲେଖା ହେଇଥିଲା ଏଠି ତ? ଓକେ, ଜଣେ କିଏ ଅନମ୍ୟୁଟ୍ ହେଇଥିଲେ। ହଉ, ଠିକ୍ ଅଛି। ହଉ, ତାହେଲେ ବହୁତ ବହୁତ ଧନ୍ୟବାଦ। ଆମେ ପରବର୍ତ୍ତୀ ସପ୍ତାହରେ ପୁଣି କଣ୍ଟିନ୍ୟू କରିବା। ହରେ କୃଷ୍ଣ ପ୍ରଭୁଜୀ ଧନ୍ୟବାଦ ପ୍ରଣାମ। ଏଠି ଆଉଟ୍ ପଏଣ୍ଟ ଲେଖିଲେ ଯେ ପ୍ରଭୁପାଦ ଏଇଭଳି କହୁଥିଲେ ଯେ ପ୍ରତ୍ୟେକ ପଦକ୍ଷେପରେ ଆମେ ଯେମିତି ଭଗବାନଙ୍କର ଉପସ୍ଥିତି ପ୍ରାପ୍ତ ହେଇପାରୁଥିବା, ଏହିପରି ଆମ ଜୀବନକୁ କରିବା ଦରକାର, ଗଢ଼ି ଉଠିବା। ହରେ କୃଷ୍ଣ। जय श्री प्रभुपाद की जय। कोटि वैष्णव वृंद की जय। जय गौरवानंदे हरि हरि बोल। हरि बोल। वसुदेव पतितानां पावनेभ्यो वैष्णवेभ्यो नमो नमः। हरे कृष्ण।